हाय सारा मैंने गुड मॉर्निंग ओम साई राम शुभ गुरुवार समस्त को कौन कर जी पिठा आण मा देखो संग मैंने काली बाटी सारी पिठा आण आपको चाहिए आप इडली भी करेंगे डोसा भी करेंगे ये नहीं जी टाइम हो गला संग मैंने आईना पिला मैंने जीवे इडली संगे इडली संगे आज खाली पूरा दिया इडली कर दूँ नहीं जा हाँ तो प्याज रसुण ना ना आज प्याज रसुण ना खाली पूरा दिया इडली कर पियाज केते रखुचे पेट सारा मन देखो पिठा पाइना दीदी सांग देखो मोर पूरा रेडी करुच्ची आजिकल तो पैकेट पूरा ये हो गला पिठा टे भल लगे हाय सारा मैंने गुड मॉर्निंग ओम साई राम तुम क्या कर रहे हो पिठा कर लो बाबा कौन सा पिठा इडली पिठा जा तू कोई उठ जा सर ये कौन है रखी दे से रखी दे तले मु एठी संग माने टिके नेबी जेहेतु आज तो पूजा माने मु करबी नहीं महासार करछन्ते आउ पिला माने खाइबे सात आज अरुआ तो आज इडली पिठा के करबा आरो गुरुवार दिन मोर सब आम तो जानते पूजा हम नहीं खाली सेमती टे खुशी पिठा दिटा कर पिला माने खाइबे आरो गुरुवार दिन ए गुरुवार दिन करके इडली पिठा करबा गोलमरचा संग मैंने गोलमरच गुजराती पकईकि गोटा हो टिके 5 मिनट ये संग मैंने पानी बसई देती गरम होला इडली बसैबी ठीक है संग मैंने मु जाए फटाफट माने काम सरे तापरे आपन सारे कथा हेबी बहुत जल्दी रे अछि संग माने ठीक अछि बाय बाय कोन पड़ी गई देखो संग माने मु संग संग फटाफट करबी काई कि ना टाइम ही गला जे तेल मार देबे पूरा दे देबा जेहेतु आज ये इडली हम कौन पूर दिया इडली क्या क्या सांग मैंने पूर दिया इडली पसंद कहे मत तो बेस पसंद समस्त को समस्ते खाती बाबूर नुह बाबूर टे दरकार ये कौन चटनी हाँ चटनी टे दरकार खाइब किंतु तार खाली चटनी दरकार आज तो गुरुवार सांग मैंने पियाज रसुण सकाळ पचार सारे हाँ सका 50 सारे ना बोले खाली पूरा दिया इडली कर दूचे आज नहीं जा भल लगे ना पूरा दिया भल लगे ना पूरा दिया हेले खाली इडली भी खाई साधा हेले तरकारी चटनी सब दरकार ठीक है मैंने जाए फटाफटा बसई दिए संग मैंने करदिए कथा संग मैंने टमाटो कहाँ खाऊ जा गरम गरम तू खाई ना मस्त बड़े नरम पूरा मुग इडली एटा कोन मुग रे नाइ बा आउ
ମାନେ କଣ ପୁର ନା ଇଡଲି କୋଉଠି ତିଆରି? ଇଡଲିଟା ମୁଗର ଏ ବିରି ନା ମୁଗ? ଓହୋ ପୁରା ନରମ ହେଇଛି ନା? ମସ୍ତ ହେଇଛି ନା ଆପଣ ମାନେ ପୁର ଦିଆ ହେଲା ମାନେ ଆମର କିଛି ଦରକାର ନାହିଁ। ଏ ଯୋଉ ବର୍ଷା ପାଗ ଗରମ ଗରମ ଇଡଲି ମସ୍ତ ଲାଗୁଛି ମାନେ କାଲି ଖରା ଫେର ଏବେ ମାନେ ବର୍ଷା ପାଗ ଆଜି ତ କ୍ଲାଇମେଟ ଚେଞ୍ଜ କରିଦେଇଛି। ଏବେ ଖରା ଟିକେ ଆଉଛି ପୁଣି ଝିପଝିପ ବର୍ଷା ପକଉଥିଲା। ଝିଅ ତାର ଖାଇକିରି କ୍ୟାମେରା ଧରିଛି। ଜମା ଟାଇମ ହେବ ତମର ସେ ସାଙ୍ଗମାନେ ଆପଣ ବି ଏମିତି ବନାନ୍ତୁ, ଗରମରେ ଇଡଲି ଖାଆନ୍ତୁ, ମଜା ନିଅ। ତୁ ଇଡଲି ସହ ନେଇକି ପଳେଇ ଆଇଛୁ ଖାଇବା ପାଇଁ? ଆମକୁ ଦବ ନା ମୁଁ ଦେବି ପିସା ବାବୁ ଖାଇବେ। ତୁ ବି ଖାଇଦେ ଦିଦି। ଆଉ ଟିକେ ଖାଉଛି, ମତେ ଭୋକ କରୁଛି, ଆଉ କଣ କରିବି। ଆଉ ସାଙ୍ଗମାନେ ଧ୍ୟାନ ଆସିବ ଟାଇମ୍ ହେଇଗଲା, ସ୍କୁଲ ହଁ, ଯାଉଛୁ। ଯା। ହାय ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ, ଓମ୍ ସାଇରାମ, ଜୟ ଜଗନ୍ନାଥ। ଆଜି ସମସ୍ତଙ୍କୁ ମୋ ତରଫରୁ ଶୁଭ ଗୁରୁବାର। ସମସ୍ତଙ୍କୁ ବାବା ଆଉ ମା ଲକ୍ଷ୍ମୀ ମା ଭଲରେ ରଖନ୍ତୁ। ମୁଁ ତ ଭଲରେ ଅଛି ସାଙ୍ଗମାନେ। ଆପଣ ତ ସକାଳ ଆଜି କିଏ ଝିଅ ଟିକେ ଷ୍ଟାର୍ଟ କରିଥାଏ, ପୁଅ ଟିକେ ଷ୍ଟାର୍ଟ କରିଥାଏ। ସେ କାହିଁକିନା ସେମାନଙ୍କର ପଢ଼ା, ସେ ଖାଲି ଟିକେ ତାଙ୍କ ମନ କ'ଣ ହେଲା, ସିଏ ତାଙ୍କ ମନ ସିଏ ଟିକେ ଆସିକିରି ଭିଡ଼ିଓ କରିଦେଇଥାନ୍ତି। ଖୁସି ଲାଗୁଛି ତାଙ୍କୁ। ଆଉ ଦେଖିଲେ ଆଜି ପୁରଦିଆ ଇଡଲି କରିଥିଲି। ପୁରଦିଆ ଇଡଲି ସାଙ୍ଗମାନେ ହେଲେ କାହାର କିଛି ବି ଦରକାର ନାହିଁ ଖାଇବାକୁ, ମାନେ ତା ସହିତ କାହିଁକିନା ପୁର ଦିଆ ହେଇଛି, ନଡ଼ିଆ ପୁର, ତା ଦେହରେ ଟିକେ ଛେନା ପଡ଼ିଥିଲା, ଆଉ ଟେଷ୍ଟ ଲାଗିଥାନ୍ତା। ମୋର ମନେ ନାହିଁ ସାଙ୍ଗମାନେ, ମୁଁ ଯଦି କ୍ଷୀର ଟିକେ ଛିଣ୍ଡେଇ ଦେଇଥାନ୍ତି, ପକେଇ ଦେଇଥିଲେ ହେଇଥାନ୍ତା, ଭଲ ଲାଗିଥାନ୍ତା ପୁରରେ। ଆଉ ଗରମ ଗରମ ଯେହେତୁ ଥିଲା, ଦେଖିଲେ ସମସ୍ତେ ଖାଇଦେଲୁ। ପିଲାମାନେ ବି ସେୟାକୁ ଆଜି ନେଇଯାଇଛନ୍ତି, ହେଲେ ଆଉ କିଛି ଦରକାର ନାହିଁ, ସେୟାକୁ ନେଇଗଲୁ। ନହେଲେ ଆଉ ଗୋଟେ ଜିନିଷ, ଆଜି ଆମେ ତ ଗୁରୁବାର ଖାଉନୁ, ମହାନ୍ତିସାରେ ମୁଁ ଉପବାସ ରୁହୁ। ଆଉ କାହିଁକିନା ମୁଁ ପ୍ରସାଦ ଦେଇ ସାରିଲା ପରେ ବାବାଙ୍କୁ, ମା ଲକ୍ଷ୍ମୀଙ୍କୁ ଦେଇ ସାରିଲା ପରେ ଆମେ ଖାଉ। କିନ୍ତୁ ମୁଁ ତ ପ୍ରସାଦ ଲଗେଇବିନି। ଆଉ ମୁଁ ଆଜି ମହାସାଣୀ କହିଲି, ଆଉ ଠିକ୍ ଅଛି ଆମେ, ମୁଁ ତ ଆଜି ଇଏ କରିବିନି, ତମେ ଖାଇଦିଅ ଆଜି। ଆଉ ଯଦି ମନ୍ଦିର ନ ଯାଉଛ, ଯଦି ନ ଯାଅ, ସିଏ ବି ଥଣ୍ଡା ଭଲରେ ଗାଧଉନାହାନ୍ତି, ପୋଛି ପାଛି ହେଉଛନ୍ତି। ମୁଁ କହିଲି ଆଜି ନ ଯାଅ, ଆଉ ଖାଇଦିଅ। ସେ ସେଠୁ ଖାଇଦେଇକିରି ଇଡଲି ଗଲେ। ସେ ଗରମ ଗରମ ଇଡଲି ପୁରା ସମସ୍ତେ ଖାଇଥିଲେ, ପୁରା ମସ୍ତ ଲାଗିଲା। ଏ ପାଗକୁ ମାନେ କ'ଣ ପିଠାପଣା କରିକିରି ଖାଇଲେ ଟିକେ ଭଲ ଲାଗେ। ଆଉ ଖରାଦିନେ କ'ଣ ଖାଇ ହୁଏ, ଭଲ ଲାଗେନି। ତଣ୍ଟି ମୂଳ ପୋଡ଼ିବ, ଛାତି ପାତି ପୋଡ଼ିବ, ତାପରେ ଭଲ ଲାଗିବନି, ତାପରେ ପେଟ ପୁରା ଏମିତି ଫୁଲ ଫୁଲ ଲାଗିବ, ବିଲକୁଲ ଇଚ୍ଛା ହିଁ ହୁଏନି। ଏଇ ଶୀତ ଦିନେ, ବର୍ଷା ଦିନେ ପିଠାପଣା ଟିକେ କରିକି ଖାଇଲେ ଭଲ ଲାଗେ, ଖାସ କରି ନଡ଼ିଆ। ଆଉ ଏମିତି ଆଉ ସକାଳ ଏତେ କାମ ବ୍ୟସ୍ତ ସମସ୍ତଙ୍କର ପ୍ରାୟ ହେଉଥିବ। ଯେଉଁମାନେ ପିଲାମାନେ ସ୍କୁଲ ସକାଳେ ଯାଉଥିବେ ବେଶୀ ଟେନସନ୍। ଆଉ ସେମାନଙ୍କର ନିତ୍ୟକର୍ମ ସାରି ମୋତେ ଜମ ଯଦି ଡାକୁଥିବ, ମୁଁ କହିବି ଟିକେ ରହ ବାପା। ଏମିତି ମଝେ ମଝେ ଟିକେ ମଜା କରିଦେଉ ସାଙ୍ଗମାନେ, କିଛି କେହି ଖରାପ ଭାବିବେନି। ସାଙ୍ଗେ ସାଙ୍ଗେ ଦେଖିଲେ ମାନେ ମୁଁ ମହାସାର ଖାଇଲେ, ଝିଅକୁ ରେଡ଼ି କରିଦେଲି, ସିଏ ଗଲା, ତାପରେ ମହାସାର ଗଲେ, ତାପରେ ପୁଅକୁ ରେଡ଼ି କଲି, ତାକୁ ନେଇକି ଛାଡ଼ି ବ୍ୟାଗରେ ବସେଇଲି। ତାପରେ ଯେହେତୁ ଡ୍ରେସ୍ ପଡ଼ିଥିଲା, ତାକୁ ଧୁଆଧୁଇ କରିକି ଶୁଖେଇଲି। ତାପରେ ମୁଁ ସବୁ କାମ ଟିକେ ଟିକେ ସବୁ ସାରିକିରି ଆସିଲି। ମୁଁ କହିଲି ଟିକେ ଯାଏ, ମୋ ସାଙ୍ଗମାନଙ୍କ ସହିତ ଟିକେ କଥା ହେଇଯାଏ, ତାପରେ ରୋଷେଇବାସ ହେବ। ଆଉ ଯେହେତୁ ଆଜି ପ୍ରସାଦ ମାନେ ଲଗେଇବିନି, 12ଟା ସାଢ଼େ 12ଟାରେ ରୋଷେଇ ସରିଲେ ବି ଚଳିବ, କିଛି ନାହିଁ। କାହିଁକିନା ମୁଁ 12ଟାରେ ପ୍ରସାଦ ଲଗାଏ। ଏଇ କଣଟି ଦେଖୁଥିବେ, ବାବୁ ତାର ଛଡ଼େଇକି ତାକୁ କ'ଣ କରିଛି, ଗାରେଇ ମାରେଇ କ'ଣ କରିଛି। ଆଉ ତଥାପି ହେଇଗଲା ସାଙ୍ଗମାନେ, ଏ ଘରେ ଆମର 9 ବର୍ଷ ହେଇଗଲାଣି ନା। 9 ବର୍ଷ ତ ଯାହା ବି ହେଲେ, ଘରଟା ଛୋଟ ପିଲା ଘର କଲର ତ ଫେଡ଼ ହବ। ଆଉ ବେଶୀ ବାବୁ ମାମୁନି ସବୁ ଗାରାଗାରି କରିକିରି କ'ଣ ଅବସ୍ଥା, ଏଇ ଜାଗାଟା ବସି ପଡ଼ନ୍ତି, କ'ଣ କରୁଛନ୍ତି। ତାପରେ ଏଇଟା ସେଟା ତା ମନ ଛାଡ଼ିଥିଲା ଟିକେ ଟିକେ, ବାବୁ ତାକୁ କେଞ୍ଚିକିରି, ଏଇ ମାମୁନି ବାବୁ 2 ଜଣ କେଞ୍ଚିକି ତାକୁ ସବୁ ବାହାର କରିଦେଇଛନ୍ତି। ଏମିତି ସାଙ୍ଗମାନେ, ଆଜି ତ ଗୁରୁବାର 3rd ପାଳି। ମୋର ଆର ଗୁରୁବାର ଦିନ ମୁଁ ସବୁ କରିବି, ପ୍ରସାଦ ସବୁ ଲଗେଇବି ଲାଷ୍ଟ ଗୁରୁବାରେ। ଆଉ ଆଜି ସମସ୍ତଙ୍କର ପୂଜା, ଏବେ ସବୁ ଚାଲିଥିବ, ପିଠାପଣା, ଯାହାର 4 ପାଳିକିଆ ମାଣ, ସମସ୍ତଙ୍କର ପିଠା ଚାଲିଥିବ, ରୋଷେଇବାସ ପୁରା ଧୁମ୍ ଚାଲିଥିବ। ଅଧା ସରିଯିବଣି, କାହିଁକିନା 11ଟା 12ଟାରେ ମାଙ୍କ ପାଖରେ ପ୍ରସାଦ ଲାଗିବ ନା। ଠିକ୍ ଅଛି ସାଙ୍ଗମାନେ, ଗାଁ କଥା ମନେ ପଡ଼ୁଛି, ଭଲ ଲାଗେ ଗାଁରେ।
ବାହାରେ କ'ଣ ଏକୁଟିଆ ସେ ମଜାଟା ଥାଏ। ଯେତେ ଯାହା ହଉ ଆପଣ ଯେତେ ବି ଘରେ ବନେଇକିରି ଖାଆନ୍ତୁ, ବାହାରେ ରହିଲେ ବି ଘର ଭିତରେ ବନେଇ ଖାଇଲେ ବି ଗାଁ ସେଟା ଗୋଟେ ଭଲ ଲାଗେ। ସେ ପରିବେଶଟା ଭଲ ଲାଗେ ସମସ୍ତଙ୍କର। ତ ଗାଁ ସାରା ଯୁଆଡ଼େ ଯିବ ଚିତା ପିତା ପଡ଼ିକିରି ପୁରା ବାହାର କାନ୍ଥ ଘର ସେଟା ଗୋଟେ ବଢ଼ିଆ ଲାଗେ। କିନ୍ତୁ ଏଠି କ'ଣ କିଛି ନାହିଁ। ଆଉ ଏମିତି ସାଙ୍ଗମାନେ ଠିକ୍ ଅଛି ସାଙ୍ଗମାନେ ମୁଁ ଯାଏ ଟିକେ। ଆଜି ଗୋଟେ ପାଗ କେମିତି ଗୋଟେ କରିଛି, ମାନେ ଟିକେ ଖରା ହେଉଛି, ପୁଣି ସକାଳେ ତ ଟିକେ ଝିପଝିପି ବର୍ଷା ହେଉଥିଲା, ଖରା ହେଉଛି, ପୁଣି ପୁରା ଅନ୍ଧାର କରିକି ବର୍ଷା ଆସି ମୁଁ ଦେଖାଉଛି ଆପଣମାନଙ୍କୁ କେତେ ଜୋରେ ବର୍ଷା ହେଇଛି। ଖରା ନାହିଁ ଦେଖିପାରୁଥିବେ, ଏପଟେ କେତେ ବର୍ଷା ହେଇଛି ଦେଖିପାରୁଥିବେ ସେମାନେ। କେତେ ବର୍ଷା ହେବନି, ପୁରା ଜୋରରେ ବର୍ଷା ହେଉଛି, ଖରା ଟିକେ ହେଉଛି, ବର୍ଷା ହେଉଛି ଏମିତି। ଏଠି ଗୋଟେ ଡୋର୍ ସ୍କ୍ରିନ୍ ସାଙ୍ଗମାନେ ଲଗେଇ ଦେଇଛି, ଥିଲା ଲଗେଇ ଦେଇଛି ମୁଁ ଏଠି ଲଗାଏ ସାଙ୍ଗମାନେ। ଏଠି କ'ଣ ହେଉଛି ନା, ଏଇ ଯେଉଁ ଖରାଟା ସକାଳିଆ ସୂର୍ଯ୍ୟ କିରଣଟା ଘରେ ପଡ଼ିଲେ ତ ଭଲ, କିନ୍ତୁ ଏଠି ମାନେ ସବୁବେଳେ ପଡ଼ିକି ଯେତିକି ଲଗାଉଛି ଯାହା ଫୁଲ ଏଠି ସେସବୁ କଲର୍ ଫେଡ଼୍ ହେଇକିରି ଖରାପ ହେଇଯାଉଛି। ମୁଁ ସେଥିପାଇଁ ଆଉ ଲଗାଉନଥିଲି। କେତେ ଲଗେଇବ, କଲର୍ ଫେଡ଼୍ ହେଇଗଲା ମାନେ ଭଲ ଲାଗିବନି। ସେଥିପାଇଁ ମୁଁ ଆକୁ ପୁଣି ଏଇ ଗୋଟେ ଥିଲା, ମୁଁ କହିଲି ଏଇଟା ଲଗେଇଦେବା ଆଉ ଲଗେଇଦେଲି। ଆଉ ଠିକ୍ ଅଛି ସାଙ୍ଗମାନେ ମୁଁ ଯାଏ ରୋଷେଇ କରେ, କାହିଁକିନା ପୁଣି ମହାନ୍ତି ସାର୍ ଆସିବେ, ତାଙ୍କର ଖେଳ ଅଛି। ସିଏ ବାବୁ କ'ଣ କରୁଛନ୍ତି, ମାନେ ଯେମିତି ଖେଳ ଟାଇମ୍ ହେଇଯାଉଛି କେତେ ତାଙ୍କର 1:10-15 ଆରମ୍ଭ ହେବ, କାହିଁକିନା 2ଟାରେ ତାଙ୍କ 1 ଘଣ୍ଟା ତାଙ୍କୁ ରେଷ୍ଟ ଲଞ୍ଚ ପାଇଁ। 12:45 ସୁଦ୍ଧା ସମସ୍ତେ ଲଞ୍ଚ ପାଇଁ ଯିବେ। ସେ ଘରକୁ ଆସି 5-10 ମିନିଟ୍ ଲାଗିବ, ଖାଇ ଦେଇକିରି ଯିବେ ଫଟାଫଟ, ଖେଳ ଷ୍ଟାର୍ଟ ହେବ। 2ଟା ଭିତରେ ତାଙ୍କର ଖେଳଟା କମ୍ପ୍ଲିଟ୍ ହେବାର ଅଛି। ସରିଲେ ତାଙ୍କର ସେଠୁ ଚାଲିଲା କାମ ଆଉ ଏମିତି ସାଙ୍ଗମାନେ ସିଏ ପୁରା ଅଧ ବାଟରେ ହେଲା ବେଳକୁ ସେଠି ଗାଡ଼ି ବି ଷ୍ଟାର୍ଟ କରିନଥିବେ, ଖାଇବା ରେଡ଼ି କଲୁ, ରଖିଦେବୁ ବାଡ଼ିକି ରଖିଦେବୁ। ଆଉ ଏମିତି ସେ ପୁରା ତରତର କରିଦେବେ। ଠିକ୍ ଅଛି ସାଙ୍ଗମାନେ ଚାଲନ୍ତୁ, ଆଉ ମୁଁ କ'ଣ କରୁଛି କ'ଣ ନାହିଁ ଆପଣମାନେ ମୋ ସହିତ ଯୋଡ଼ିକି ରୁହନ୍ତୁ ମୋ ଭିଡ଼ିଓରେ, ଦେଖିବେ। ଆଉ ଆଜି ରୋଷେଇରେ କ'ଣ କରୁଛି ଆପଣ ଦେଖିବେ। ଠିକ୍ ଅଛି, ବାଏ ମାନେ ପୁରା ବାଏ ନୁହଁ, ମୁଁ ଯାଉଛି ଏବେ ରୋଷେଇ କରିବା। ଠିକ୍ ଅଛି ସାଙ୍ଗମାନେ, ଦେଖନ୍ତୁ ମୋ ରୋଷେଇ ଅଧା ଅଧି ହେଇଯାଇଛି ସାଙ୍ଗମାନେ। ଏଠି ମୋର ବସିଛି ଭଜା, ଭେଣ୍ଡି ଆଳୁ ଭଜା। ଆଉ ଏଠି ତ ଇଟିଲି କରିଥିଲି, ଥୁଆ ହେଇଛି ଇଟିଲି ଷ୍ଟାଣ୍ଡରେ। ଏଠି ଡାଲମା ମାନେ କ'ଣ ଛୁଙ୍କ ହେଇକିରି ଥୁଆ ହେଇଛି। ଆପଣ ଜାଣିଥିବେ ମୁଁ କେଉଁମାନେ କଷାକଷି ଏକାଥରେ କରିକିରି ଯେଉଁ ମାନେ ଛୁଙ୍କ ଲଗେଇକି ଏକାଥରେ କଷାକଷି କରିଦେବେ, ଲାଷ୍ଟକୁ ଓହ୍ଲେଇଲା ପରେ ତାପରେ ଘିଅ ଟିକେ, ଗୁଆ ଘିଅ ପଡ଼ିବ, ଧନିଆ ପତ୍ର, ଜିରା ଲଙ୍କା ଗୁଣ୍ଡ ଦିଆହେବ। ଏଠି ସବୁ ଧୁଆଧୁଇ କରି ଥୋଇ ଦେଇଛି ଧନିଆ ପତ୍ର। ଏଠି ତ ସବୁ ମୋର ଅରୁଆ ଲୁଣ ଆଉ ତେଲଟା ଥୋଇ ସାଙ୍ଗରେ ଏମିତି ଏତିକି ସବୁ କାମ ସରିଗଲାଣି। ମୁଁ ଯାଏ ଫଟାଫଟ ଝାଡ଼ୁ କରିଦିଏ ଟିକେ, ଖାଲି ସେମିତି ମାନେ ଓଳା ହେବ ଖାଲି, ବାସ୍। ଆଜିର ରୋଷେଇ ସରିଯାଇଛି ଜଲ୍ଦି ସାଙ୍ଗମାନେ। ମୋ ସାଙ୍ଗମାନଙ୍କ ସହିତ ଟିକେ ଦେଖେଇଦିଏ। ଏଇଟା ଗୋଟେ ପୋଛା କପଡ଼ା ମୁଁ ଏଇଠି ରଖିଦିଏ ସାଙ୍ଗମାନେ, ମୋର ଗ୍ୟାସ୍ କପଡ଼ାଟା ସେଇଟା, ଏଇଟା ଗ୍ୟାସ୍ ପୋଛାପୋଛି ପାଇଁ ଏମିତି। ଆଉ ସାଙ୍ଗମାନେ ଭାବୁଥିବେ ଏଇଟା କ'ଣ ଥୁଆ ହେଇ ଦିଦିର, ଏଇଟା ହେଲା ପାଣି, ଗରମ ପାଣି ପିଅନ୍ତୁ ସମସ୍ତେ। ଏତିକି ସେଲ୍ ହେଇଗଲାଣି, ପୁଣି ସନ୍ଧ୍ୟାବେଳକୁ ବସିବ। ଏ ଡିସ୍ରେ ସବୁବେଳେ ବସେଇ ସାଙ୍ଗମାନେ, ଗାଧୁଆ ପାଇଁ ବସିବ। 3 ଡିସ୍କ ପୁରା ହେବ ଦିନକୁ 3 ଡିସ୍କ ହେବ। ଗାଧୁଆ ପାଇଁ ବସିବ, ତାପରେ ପାଣି ପିଇବା ପାଇଁ ଆମେ ସମସ୍ତେ ଗରମ ପାଣି ହିଁ ପିଉ ସାଙ୍ଗମାନେ। କୋରୋନା ପରଠାରୁ ପୁରା ରେଗୁଲାର ନାହିଁ, କୋରୋନା ପରଠାରୁ ତ ପୁରା ରେଗୁଲାର ପିଆ ହେଉଛି। ମୁଁ ଆମ ଘରେ ଯେତେବେଳେ ବାହାଘର ମୋର ହେଇନଥିଲା ସାଙ୍ଗମାନେ, ସମସ୍ତେ ଗରମ ପାଣି ହିଁ ପିଉ, ମାନେ ଅଭ୍ୟାସ। ବୋଉ ଆମର ପିଏ, ମୋ ବୋଉ ଯିଏ ତା ଦେହ ଖରାପ ଥାଏ, ସିଏ ସବୁବେଳେ ଡକ୍ଟର କହିଥିଲେ ସବୁବେଳେ ସେ ଗରମ ପାଣି ପିଇବ। ସେଇ ଅଭ୍ୟାସଟା ସିଏ କରେଇ ଦେଇଛି, ଆମେ ବି ପିଇଦିଅ। ଠିକ୍ ଅଛି ସାଙ୍ଗମାନେ, ମୁଁ ଯାଏ ଫଟାଫଟ ଟିକେ ଘରଟା ଓଳେଇଦିଏ। ଦେଖନ୍ତୁ ସାଙ୍ଗମାନେ ମୋର ଏଠି ଭଜା
ହେଇଗଲା ଟିକେ ପୋଡ଼ପୋଡ଼ ହବ। ମୁଁ 200 ଦେଇଛି ଇଣ୍ଡକ୍ସନ ଦେଖିପାରୁଥିବେ 200 ଦେଇଦେଇଛି ଏଠି। ତାପରେ ଏଠି ସାଙ୍ଗମାନେ ଭାତ ବସେଇଛି ଟିକେ ଭାତ ପାଇଁ ସାଙ୍ଗମାନେ ହଳଦୀ ପକେଇବା ଭାତରେ। ଆଜି ଗୁରୁବାର ସାଙ୍ଗମାନେ ଜାଣିଥିବେ ଆପଣମାନେ ଗୁରୁବାର ହଳଦୀ ପକେଇଲେ ଭଲ, ସବୁ ଗୁରୁବାରେ ଏମିତି ଭଲ, ଲକ୍ଷ୍ମୀ ଭଲ ପାଆନ୍ତି ହଳଦୀ ପକେଇଥିଲେ। ସାଙ୍ଗମାନେ ଟିକେ କିଏ ସେ ଡାକୁଛନ୍ତି ମାସ ସରି ସାଙ୍ଗମାନେ ସେ ଏଇ ପାଖ ମାନେ ମୁଁ ଯୋଉ ଏବେ ଅଛି ସେ ପାଖ ରୁମରେ ସେ ଝିଅଟା ରହୁଥିଲା, କାନାଡା ଝିଅଟା ସେ ରହୁଥିଲା। ସେ କେବେଠାରୁ ସେ 7-8 ବର୍ଷ ହେଲା ଘର ଛାଡ଼ି ସାରିଲେଣି। ନାଇଁ ସରି 7-8 ବର୍ଷ ନୁହଁ, 4-5 ବର୍ଷ ହେଲା ଘର ଛାଡ଼ି ସାରିଲେଣି। ସେ ବାହାର ଛିଡ଼ା ହେଇକି ଦିଦି ଦିଦି ଡାକୁଛୁ, କିଏ ଡାକୁଛି? ସେଥିପାଇଁ ମୁଁ ଆପଣଙ୍କୁ କହିଲି ଟିକେ ପରେ ଆସୁଛି, କିଏ ମାନେ ଡାକୁଛନ୍ତି। ଠିକ ଅଛି ସାଙ୍ଗମାନେ ସରି ସେଥିପାଇଁ। ଆଉ ଏଠି ଭାତ ବସେଇଛି ସାଙ୍ଗମାନେ। ଏବେ ଡାଲମା ଦେଖନ୍ତୁ ସାଙ୍ଗମାନେ, ଏମିତି ବି ଡାଲମା କରିବେ ଇଜି ପ୍ରୋସେସରେ। ମୁଁ ଗୋଟେ ଜିନିଷ କହୁଛି, ମୁଁ ଘି ଅଲରେଡ଼ି ଦେଇଦେଇଛି ଦେଖନ୍ତୁ, ବଢ଼ିଆ ପାଖରେ ଦେଖୁଛି ସାଙ୍ଗମାନେ। କଲରଟା ମସ୍ତ ହେଇଛି ନା ଡାଲମାର। ଏଥିରେ ଡାଲମା ତ ସାରୁ କଖାରୁ ଟିକେ ଗାଜର ମୁଗ ଡାଲି ହରଡ଼ ଡାଲି ଆଉ ବୁଟ ଡାଲି ଟିକେ ପଡିଛି ସବୁ। ଯେ କଖାରୁ ସରି ମାନେ ସାରୁ ଯାହା ଏଠି ମିଳିଯାଉଛି। ଏବେ ଟିକେ ଜିରା ଲଙ୍କା ଗୁଣ୍ଡ ପକେଇଦେବା। ଜିରା ଲଙ୍କା ଗୁଣ୍ଡ ନ ପକେଇଲେ ଡାଲମାଟା ଅଧୁରା, ବେଶୀକି ପକେଇଲେ ବାସ୍ନା। ତାପରେ ଏଠି କାଟିକି ଧନିଆ ପତ୍ର ରଖିଛି ତାକୁ ବି ପକେଇଦେବା। ହେଇଗଲା ମୋର ରୋଷେଇ, ଭାତ ଡାଲମା, ଆଜି ସାଧା ସିଧା ଭଜା ବି ଟିକେ ହେଇଛି। ଏଇଆ ଆଜି ସାଙ୍ଗମାନେ ରୋଷେଇ। ଆଜି ତ ସମସ୍ତ ଆଜି କ୍ଷୀରି ଖେଚେଡି ଖଟା ଇଏ ସବୁ ହୁଏ, ପୂଜା ହୁଏ, ପିଠା। ଆଜି କୋଉ ପ୍ରକାର ପିଠା ଲାଗେ, ଯେ 4 ଗୁରୁବାର କରିଥିବେ ଗୋଟେ ପାଳି ଗୋଟେ ପିଠା ହୁଏ, 2ଟା ଏମିତି ପିଠା। ଚିତଉ ଚକୁଳି ସେ ଇଏ ଛଣା ପିଠା, ବୁଢା ଚକୁଳି, କେତେ ବରା, କେତେ ପ୍ରକାର ସବୁ ପିଠା ହୁଏ। ସାଙ୍ଗମାନେ ଆଉ ଠିକ ଅଛି ସାଙ୍ଗମାନେ, ମୁଁ ଯାଏ ଟିକେ ବସେ। ରୋଷେଇ ତ ସରିଲାଣି, 12ଟା 12:30 ହେଲା। ଆଉ ତାପରେ ରୋଷେଇ ସରିଲା ପରେ ଟିକେ ବସିବି। ତାପରେ ସରିଗଲା ତ ଗଲାଣି, ଖାଲି ଗୋଟେ ସିଟି 2ଟା ଦେଲେ ଭାତ ହେଇଗଲା। ମୁଁ ଆପଣଙ୍କୁ ବି କହୁଛି, ସମସ୍ତେ ସବୁ ଗୁରୁବାରେ ଭାତ ରୋଷେଇ ଯୋଉ କରୁଛନ୍ତି ଅରୁଆ, ସେଥିରେ ଟିକେ ହଳଦୀ ପକେଇବେ, ବହୁତ ଶୁଭ ଫଳ ମିଳିଥାଏ। ପକାନ୍ତୁ, ମୁଁ ସବୁ ଗୁରୁବାର ପକାଏ ସାଙ୍ଗମାନେ। କେବେ କେବେ ଯଦି ଭୁଲି ଯାଇଥାଏ ପକେଇ ନଥାଏ। ଠିକ ଅଛି, ମୁଁ ଯାଏ ଫଟାଫଟ ତ ଇଏ ସବୁ ସରିଗଲା, ଟିକେ ବସେ। ତାପରେ ମହାସାରେ ଆସିବେ, ଖାଇବା ପିଇବା ଗୋଟେ ହବ ଆଉ। तुमको बिस्किट नहीं चाहिए? साई राम साई श्याम साई भगवान शिरडी के दाता सबसे महान। मैं हूँ नागिनेश नागिनेश। कौन ना क्या करते खाइबू? आगते एबे बाहर करके जा। एबे कते खाइला? आ कते खाइ मम्मा मेरी इडली अंडा खाऊ तो खाऊ। तोर बहुत कष्ट है, चुपचाप बस। यू सिट देयर। आई गोइंग। तू कोन हेडी भिड़ेडा पकाउ छ मो परे? आई लव इट। एग्जाम सइले नाचिबा आ। पूछ 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 पूछ। जाऊनु कोन हा पाटे मुंडा पिची गुआ पिची को हा सांग माने नागिन सी आई वांट जंप देखो मु जंप करिवे बे हुई ओया କାଇଁ ବାବୁ ସେମିତି ହଉଛୁ କହିଲୁ?
ସାଙ୍ଗମାନେ ଦେଖନ୍ତୁ ମାନେ ଏମାନେ ଆସିକିରି କ'ଣ ହଉଛନ୍ତି। ମୁଁ ଆପଣଙ୍କ ସାଙ୍ଗରେ କଥା ହେଇଥିଲି ସାରେ ଆସିବେ କେତେବେଳେ, ସେ ଆସିକିରି ଖାଇକିରି ପଳେଇଲେ। ତାପରେ ମୁଁ ଟିକେ ଶୋଇପଡ଼ିଲି ସାଙ୍ଗମାନେ। ଉଠିଲା ପରେ ମୋର ସବୁ କାମ ସାରିକିରି ଏମାନେ ଆସିଲେ। ଇଏ 2 ଜଣ କେତେ ଫାଇଟିଂ ହଉଛନ୍ତି ମାନେ ବିଶ୍ୱାସ କରିବେନି। ସାମାନ୍ୟ ଭଜା ପାଇଁ ପୁରା ବାଡ଼ିଆ ପିଟା ହୋଇଯାନ୍ତି। ମୁଁ ଖାଉଥିଲି ଖାଲି 2 ଜଣ ଯାକ କେତେ ବାଡ଼ିଆ ପିଟା ହଉଛନ୍ତି ନାଇଁ, ସେ ଭଜା ଖାଇକିରି ପାଇଁ। ଅଧା କରିଦେଇଥିଲା। ମୁଁ କଣ ଖାଇଥାନ୍ତି? ତୁ ଲେମ୍ବୁ ଇଏ କଲୁ ସେଟା ଗୁଡେ ଖାଇଥାନ୍ତାରେ। ମାନେ ଫାଇଟିଂ ହଉଛନ୍ତି ନ କହିଲେ ସରେ। ସେ ବଡ ବଡ ହେଇକିରି ଚୁପ ରହୁନି କି ସେ ସାନ, ସେ ତ ସାନ। ମୁଁ ତ ସାନରେ ମୁଁ ସେ ଖାଲି ଲେମ୍ବୁ ପାଣି ଆଣିଥିଲା। ଲେମ୍ବୁ ଲଙ୍କା ଚକଟିକି କରିଥିଲା ସେଇଟା ଖାଇ ହେଲାନି। ମୁଁ ଭେଣ୍ଡି ଖାଇଲି ମୁଁ କଣ ଦୋଷ? ନାଇଁ ତୁ ଭେଣ୍ଡି ଖାଇଛୁ ନା ନାଇଁ ଭଜା? ମୁଁ ତତେ ଖୁଆଇଦେଲି, ତୁ ତ ବେଶୀ ଭଜା ଖାଇଛୁ। ଖରେ ଖାଇବୁ ନା ସିଏ ପୁଣି ଖାଇବ ନା ନାଇଁ? ମୋର ବି ଆସୁଛି। ମୁଁ ଯେ କ୍ଷୀର ପିଏ। ତୁ ବାବୁ ଏବେ ଏବେ ଭାତ ଖାଇଛୁ ବା ବାବୁ। ଦେଖୁନ ସାଙ୍ଗମାନେ ସେମାନଙ୍କ ଏତେ 2 ଜଣ ଫାଇଟିଂ କରୁଛନ୍ତି ମାନେ ବିଶ୍ୱାସ। ସେ କ୍ଷୀର ଗରମ କରିବୁନି? କିଏ କ୍ଷୀର ଗରମ କରିବ? ମୁଁ ପିଇଦେବି। ନାଇଁ ନାଇଁ କ୍ଷୀର ଗରମ କର। ଯା 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 ବାବୁ, ଟିକେ ନଖ ଉଷୁମ କରିଦେ। मेरा मन क्यों ढक ढक के रहा है? वो अंडा नहीं जाएगा तो मेरा नाम बाबू नहीं है। ଆଡେ ଡ୍ରେସ୍ ସାଇଜ କିରି ପିନ୍ଧୁ ନାହିଁ କିଛି ନାହିଁ। ଦେଖୁନ ସାଙ୍ଗମାନେ ବାବୁ କେମିତି ହଉଛି। ଖାଲି ଫାଇଟିଂ ଦେଖନ୍ତୁ ସାଙ୍ଗମାନେ। ଇଏ ଭାଇ ଭଉଣୀଙ୍କର ଫାଇଟିଂ। ସେ ତାର ଯାଇକି କ'ଣ କରୁଛି ଦେଖନ୍ତୁ। ନିଜେ ନିଜେ ଇଣ୍ଡକ୍ସନ ବାବୁ ଏବେ ଭାତ ଖାଇଲି ବାପା। ରହିଛୁ ଟିକେ। मेरा मन क्यों के रहा है? ଠିକ ଅଛି ସାଙ୍ଗମାନେ, ସେମାନେ ଦେଖନ୍ତୁ କ'ଣ ହଉଛନ୍ତି। ଦେଖନ୍ତୁ ସାଙ୍ଗମାନେ ଆମେ ଧୀରେ ଯିବା। ବାବୁ ମାନେ ଫାଇଟିଂ କରୁଛନ୍ତି। ଆଉ ଚା କରୁଛି ବାବୁ ମୋ ପାଇଁ ନିଜେ ନିଜେ। ମୁଁ ଦେଖଉଛି ଆପଣଙ୍କୁ। आप क्यों आ रहे हो? आप क्यों आ रहे हो? नहीं नहीं, अब चला जाओ चला जाओ तुम जाओ। ଆଉ ଗୋଟେ ଝିଅ ମୋର ସ୍କୁଲକୁ ଯାଇଥିଲା ବୋଧେ ହଳ କରିବାକୁ। 2ଟା ଚୁଟି ବାନ୍ଧିକି ଯାଇଥିଲା କିନ୍ତୁ ତାର ଖୋଲି ଯାଇଛି। मते से कनाडा सारा एमटी मुंडू कुमाइले କାହିଁକି ମାଇଲେ? हे से क्लास वर्क रे लाइन पके नथली से पे एटा को जानि पानु एंड गुडा ତ ସେଠୁ ଚୁଟିଟା ଖସିଗଲା। हां तो आगु तो खसी देला आ तीटा काई ଆଗରୁ କାଇଁ ଖସିବ? तो मा भले से टाइट के बांध नथली। ହଁ ବା ମୁଁ ସବୁବେଳେ ବାନ୍ଧୁଛି, ଆଜି ଖସିଗଲା। काली भी बांध नथलो आज भी बांध नथलो। तू जब मते आसी चा करे पे पछ ଏ ପୋଡିଯିବ ହାତ ବାବୁ। मोर पड़े आगु केम करथली भले कि जा देलेनी। तू केते सुंदर ନାଇଁ ମୋ ସାଙ୍ଗେ ଲାଗିବା ଦରକାର आई ନାହିଁ। लव यू मते कोन सांग माने हमर स्कूल रे गोटे ट्रिप हला मते बीच रे शपथ करथला। अरे हम जनवरी कोन मते मते शपथ करिथला जे मामुनी अरे स्पोर्ट्स गोटे थला मते पठेलेनी मते गोटे शपथ करथला। गेलो सुना मामुनी को जेती फिक्स हो एटा पूरा कोन फिक्स ए चकडानी के आनला चक्र हां हां ए ताकू टिप पठेले माने ଏତେ ମିଛ ଏତେ ମିଛ। ना 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 ହଉ हेला शपथ कला मु कहली हो दीदी टिप जीवी कोन हेला जानि छ हमर ट्रिप जाउछंदी यो कहला मते तू कन्याकुमारी जीवो आमे तू जाना ट्विंग ट्विंग ହଉ
ସାଙ୍ଗମାନେ ଦେଖନ୍ତୁ ଆଙ୍କର ମଜାମସ୍ତିର ଆଉ ଭାଇ ଦେଖିଆ ଭଉଣୀ 6 ରେ ମନା କରିଦେଲେ 7th ରେ କଣ ହଉଛି ଦେଖିଆ ଆଉ ମତେ କହିଲେ 7th ରେ ପୁଣି ଯିବା ପାଇଁ 7th ରେ ଯଦି ନା ଏଇ। କହିବୁ ହଁ। 7th 8th 9th ଯିବି କାହିଁକି 2 ମାସ ମୁଁ 5th ରେ ଯାଇନି 6th ରେ ଯାଇନି ସେଥିପାଇଁ ମୁଁ 7th ବି ଯିବି 8th ବି ଯିବି ଯେତିକି ମାସ ମୁଁ ଯାଇନି ସେତିକି ମାସ ମୁଁ ଯିବି ଯେତିକି ମାସ ମାନେ ମାସରେ ସବୁ ମାସରେ ଯାଅ ତାହେଲେ ମାନେ ଯେତିକି କଣ ସେଟା କହନ୍ତି କ୍ଲାସ ଆଁ? ଯେତିକି କ୍ଲାସରେ ମୁଁ ଯାଇନି ହେଲା 5th ରେ ଯାଇନି 6th ରେ ଯାଇନି 7th ରେ ଯିବି 8th ରେ ଯିବି 9th ରେ ଯିବି 10th ରେ ଯିବି ଦେଖ ସେ କଣ ସାଡେ ଗୁଣ୍ଡୁଚି କରୁଛି ତାର ଇଏ ମତେ ସେ କହିଲା ବା ତୁ ଆସିବିନି ତୁ ଆଉ ଥରେ ଆସିବୁ ଖାଇବୁ ଏ ଧନବା ସେ ବା ଇଏ କରିବୁ ତ ପୋଡିଯିବ ହାତ ନା 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 ତାକୁ ଏମିତି ଚା କରି ଏମିତି ପୋତି ପରେ ତାକୁ ଚାପିବାକୁ ପଡିବ ତୁମେ ଯାଅ ତୁମେ ଉଠିଲୁ ମୋର ଚା ପିଇବା ଦରକାର ନାହିଁ ମୁଁ ତମମାନଙ୍କୁ କହିଥିଲି ଚା କରିବାକୁ ମୁଁ କିଛି ଜାଣିନି ଇଏ ସବୁ ତା କାମ ଆଚ୍ଛା ଦିଦି ଛାଣିଦବ ହେଲା ମତେ ଆସିବି ଏ ବୋଉ ନାଇଁ ବାପା ମୁଁ ନେଇଥିଲି ଆଗକୁ କେମନ ତୁ କରିଥିଲି କ୍ଷୀର ପିଇସାଇଲୁ ହଁ। ମୁଁ ବି କ୍ଷୀର ଚା ଟିକେ ପିଇବି ତୁ ଆଉ ଏତେ ପିଇନା ଖାଲି ପିଇବ ଖାଇବ ପିଇବ ଆଉ କେତେ ଖାଇବୁ ତୋ ପାଇଁ କଣ ମମ୍ମି ପାଇଁ କର ବାପା ପାଇଁ ରଖିବି ମମ୍ମି କୁ ଦେବି ସାଙ୍ଗମାନେ ଆପଣଙ୍କ ଏଡ଼ିକି ଏଡ଼ିକି ଛୁଆ ଆପଣଙ୍କର ତ ନିଶ୍ଚୟ ଥିବେ ଆପଣଙ୍କୁ ଏମିତି ଚା କରି ଦିଅନ୍ତୁ ପ୍ଲିଜ୍ ମୋତେ କମେଣ୍ଟ କରି କହିବେ ତାର କ୍ଷୀର ଟିକେ ପିଇଲା ଆଉ ଅବଶିଷ୍ଟ କ୍ଷୀର ଟିକେ ରଖି ମା ପାଇଁ ଚା କରିକି ଦଉଛି ଭେରି ଗୁଡ୍ ଧନ ଏମିତି ମତେ ବୁଢୀ ହେଲା ବେଳକୁ ଦବୁଟି ବାପା ଆଁ? ଆଁ? ନା ସେତେବେଳେ କହିବୁ ଯା ହେଲା ବୁଢୀ ନା 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 ଦବୁ ମରିଯିବି ନହେଲେ ମୋ ଧନିଆଟା ବା ମୋ ଧନ ମତେ ଟିକେ ଚା କରି ବହୁତ ପ୍ୟାର କିନ୍ତୁ ଭାଇ ଭଉଣୀ ଇଏ କରୁଛନ୍ତି ସିଏ କହୁଛି ନା ମୁଁ ଦିଦି ଛାଣିଦବ ହଁ ମୋ କଥା ମାନିବ ନା ଦେଖ ମୁଁ ଛାଣି ପେକି ବି ଚାହି ଦେଇଛି ଦେଖ ଦେଖ ଚା କରିଦେଇଛି ଦେଖନ୍ତୁ ସାଙ୍ଗମାନେ ବହୁତ ସୁନ୍ଦର ଚା କରିଛି ଆଉ ଟିକେ ଫୁଟିଯାଉ। 2 minutes ନାଇଁ 2 minutes ନାହିଁ 1 second ବାସ୍ ହବନି ଠିକ ଅଛି ମୋ ଚା କେମିତି ଭଲ କେତେ ସୁନ୍ଦର ନା ହେଇଗଲା ଚା କରି ତା ମାଆକୁ ଦଉଛି ସାଙ୍ଗମାନେ ଏଇଥିରେ ତ ପେଟ ପୁରି ଯାଉଛି ପିଲାମାନଙ୍କର ଏଇ ଭଲ ପାଇବାଟା ଦେଖିକିରି ଆଉ ଜୀବନରେ କଣ ଦରକାର ସାଙ୍ଗମାନେ ଝିଅ ତାର ଏଇଠି ବସିଛି ତୁ କଣ କରୁଛୁ ମା କଣ ଦେଖୁଛୁ କଣ ତାର ପଢା କଣ କଣ ଦେଖୁଛୁ ଆଉ ବାବୁର ଆଜି ଏକ୍ଜାମ ସରିଯାଇଛି ତା ମନଟା ଭାରି ଖୁସି ଝିଅର କାଲି ସରିବ କାଲି କଣ ଅଛି ମା ତୋର ଜିକେଏମବି ଦେ ମୁଁ ଛାଣିଦେବି ବାବା ଦେ ମୁଁ ଛାଣିଦେବି ନା ନା ମାମା ଓ ମୁଁ କହୁଛି ମୁଁ ନେଇପାରିବି ହଁ ଧୀରେ କେମିତି ଛାଣୁଛି ମତେ ଡର ଲାଗୁଛି ଭଗବାନ ଗୁଣ୍ଡୁଛି ସେ ପଡୁଛି ଦେଖନ୍ତୁ ସାଙ୍ଗମାନେ କେଡ଼େ କୁନି ଛୁଆଟେ ତାର ସେ ତା କୁନି କୁନି ହାତରେ ବୋଲୋ କିଏ ଡାକୁଛନ୍ତି ମୁଁ ଟିକେ ଆସେ ଏ ମାମୁନି ନେଲୁ ଧନ କାହିଁ ଡାକୁଛନ୍ତି ଧରିତା ଏ ତୁ ପିବୁନୁ ମୁଁ ତତେ ଦେବି ମାମୁନି କୋଉ ପିଲା ବୁଝା ତମେ ଗୋଟେ ଅଙ୍କଲ ତରୁଣ ଅଙ୍କଲ ବା ସଇଲା ତୋର ଚା ଛଣା रुको रुको ऐसे क्यों ମତେ ବି ଟିକେ ଦବୁ तू आओ पीना एते ଚିଲ୍ଲା ନା ଏମିତି ହେଲା चिल्लानी लो ଟିକେ ତୁ ଦେଖିଲୁ ମୋ ଭାଇ କେତେ କାମ କରିଦେଲା ମୋ ଠାରୁ ବି ଭଲ କାମ ଶିଖିଗଲା ଏମିତି ଟିକେ ଝିଅଟେ ବି ପାଇଛୁ ନା ନାଇଁ
ଆଉ ସେତିକି को मैं अच्छा से करता हूँ चले आम रानी एठी बस जाइछन्ती चा पीबे बोली थैंक यू राना बेटा थैंक यू मामुनी थैंक यू बाबू एमती पुओ झियो मोर सब मते जदी ट्रिप पठाई देबो वेलकम भी कहि देबी मस्त एटा हैंग ने मामुनी ने आना मो पे लास्ट पे रख दे तो अरे टिके ने मोर भी सुकुट सांग माने रागी मस्त बिस्कुट लाଗୁଛି ଚାଟା ସାଙ୍ଗମାନେ मो पे चा मस्त ହେଇଛି ସାଙ୍ଗମାନେ କିନ୍ତୁ ବାବୁ ଟିକେ ମିଠା ହେଇଛି ଛୋଟ ଛୁଆ ସେ ଜାଣିନି କିନ୍ତୁ ବଢିଆ ଚା କରିଛି एक्चुअली मु कर देथिली ଏତେ ଧନ ପକେଇ ତୁ ଟିକେ ପିଇବୁ କି ହାଁ पक्का ना मोर तो ना ऊपर पे बता देती ଚାଲ ମୁଁ ଚିପ୍ସ ଖାଇବି ମାମା କା- ନାଇଁ ନାଇଁ ଆଜି ଗୁରୁବାରେ ଖାଇବି ମତେ ବି ଭଲ ଲାଗେନି ଚିପ୍ସ ତୁ ଖା ନା ଧର ମାମୁନି ସାଙ୍ଗମାନେ ମୁଁ ଏଠି ବଢିଆ କଥାଟା କହିବାକୁ ଚାହୁଁଛି ଏମିତି ଛୋଟ ଛୁଆଙ୍କୁ ଝିଅ ତର ଟିକେ ଶିଖିଛି ଏବେ ମୁଁ ଆପଣଙ୍କ ଭିଡିଓରେ ବି ସେ ଯୋଉଟା ପ୍ରଥମ ଚା କଲା ମୁଁ ଭିଡିଓରେ ଆପଣଙ୍କୁ କହିଛି ମାମୁନି ଆଜି ମୋ ଝିଅ ଚା କରିକି ଦେଇଛି ପୁଅ ତାଠାରୁ ଦେଖିକିରି କରିଦଉଛି ନେଇଗଲା ମୁଁ ତାଙ୍କୁ କେବେ ଗ୍ୟାସ୍ କରିବାକୁ ଦିଏନି ଡର ମତେ ଇଣ୍ଡକ୍ସନ ବୋଲି କରିଦଉଛନ୍ତି ଆଉ ଏମିତି ଶିଖାନ୍ତୁ ଗୋଟେ ସୁବିଧା ଅସୁବିଧାରେ ଆଜି ଯୋଉମାନେ ବେଶୀ କରି କଣ ମାନେ ଯୋଉମାନେ ବାହାରେ ରହୁଛନ୍ତି ଏମିତି ଭାଇ ଭଉଣୀ ମାନେ ଛୋଟ ପିଲା ହେଲେ ବି ସେ ଗ୍ୟାସ୍ ନହେଲେ ଇଣ୍ଡକ୍ସନରେ ଆରାମସେ କରିକି ଦେଇପାରିବେ ଆଉ ସେଇଟା ଗୋଟେ ଖୁସିର କଥା ଆଉ ଶିଖାନ୍ତୁ ଟିକେ ଟିକେ ଆଉ ମାନେ ବେଶୀ ଖୁସି ଲାଗେ ପିଲାମାନେ ନିଜ ପିଲାମାନେ ଏମିତି କିଛି ଗୋଟେ କାମ କରିକି ଦେଖିଲେ ବେଶୀ ଖୁସି ଲାଗେ ସେମାନେ बढ़िया अछि ଭଲ ହେଇନି ନା बढ़िया अछि ବଢିଆ ହେଇନି ଆଉ ମତେ ବେଶୀ ଖୁସି ଲାଗେ ସେମାନେ ଛୋଟ ଛୋଟ କାମ ଯେତେବେଳେ ମତେ ଗୋଟେ ହେଲ୍ପ କରିଦିଅନ୍ତି ବହୁତ ବେଶୀ ଖୁସି ଲାଗେ ସେମାନେ ଏମିତି ସବୁ ଦେଖୁଛନ୍ତି ଫାଇଟିଂ ରୁ ତାଙ୍କର ଭଲ ପାଇବା କେମିତି ଭାଇ ଭଉଣୀ ସବୁବେଳେ ଫାଇଟିଂ ଭଲ ପାଇବା बोलाऊंगी मजा मजा ଭଲ जानी ପାଇବା ଥାଏ बोला तो ଆଉ ଠିକ ଅଛି ସାଙ୍ଗମାନେ ଆଜିର ଏଇ ମଜା ମସ୍ତି ଝଗଡା ସବୁର ଭିଡିଓ ତ ଦେଖିଲେ ସବୁବେଳେ ସାଙ୍ଗମାନେ ସେ ସବୁବେଳେ ଖୁପୁରା ଖୁପୁରି ଫାଇଟିଂ ହୁଅନ୍ତି सेत में हमें माड़ा खाओ ଆଉ ଅତି ବିରକ୍ତ କରିଦେଲେ ମୁଁ ବାଡାଏ ସତ କଥା बड़ाई तो वो पिठी छाड़ो वो ମୁଁ କଣ ବେଶୀ ବାଡାଏ ना ना पापा पापा मते गोटे खाली मारिबे मते मारनंती एते मारनंती ना ना पापा एते भला पाती କହିପାରୁନି ସାଙ୍ଗମାନେ ଟିକେ मामा मामा पापा कोन मो एबे हाथ उठा बास खाली पाटी ସେ ମହାନ୍ତି ସାର୍ ସାଙ୍ଗମାନେ ବେଶୀ ମାରନ୍ତିନି ଝିଅ ପୁଅକୁ ମୁଁ ବେଶୀ ମାରେ ଆଉ ଝିଅ ଛୋଟବେଳେ ବହୁତ ମାଡ ଖାଇଛି ଯେତିକି ବାବୁନକୁ ନ ଖାଇଛି ଝିଅ ସତ କଥା ବେଶୀ ଖାଇଛି नाटक करे ଝିଅର बेसी ଏବେ ବନ୍ଦ ହେଇଛି ସେ ବହୁତ ନଟି ହୋଇ ଝିଅ ବହୁତ ଚୁପଚାପ ଥିବ ସିନା ବହୁତ ନାଟକ କରିଦିଏ ଆଉ ବାବୁ ଏବେ କଥା କଥା ମାନେ କଣ ଏଇ ଦି ଜଣଙ୍କର ଫାଇଟିଂ ପଢା ବେଳେ ଖୁମ୍ପୁରା ଖୁମ୍ପୁର ଏମିତି ହେବେ ବୋଲି ମାଡ ଖାଆନ୍ତି ଠିକ ଅଛି ସାଙ୍ଗମାନେ ଏମିତି ତ ଚାଲେ ଯାହା ଘରେ ମାନେ ଭାଇ ଭଉଣୀ ଥିବେ ଛୋଟ ଭାଇ ଭଉଣୀ ଏମିତି ଚାଲେ ସବୁବେଳେ ଆପଣମାନେ ସବୁ ଜାଣିଥିବେ ଠିକ ଅଛି ସାଙ୍ଗମାନେ ଆଜିର ବ୍ଲଗଟା ଏଇଠି ରଖୁଛି ଭଲ ଲାଗିଥିବେ ଲାଇକ୍ ସେୟାର सब्सक्राइब देबे बजे कमेंट लिखि देबे शेयर कर देबे ସେୟାର କରିଦେବେ କଣ ସେୟାର କରିଦେବେ विषय मन को शेयर कर देबे ଭଲ ଲାଗିଲେ ପ୍ଲିଜ ଲାଇକ୍ କରିବାକୁ କେବେ ଭୁଲିବେନି ଆଉ ସବସ୍କ୍ରାଇବ କରିବାକୁ କେବେ ଭୁଲିବେନି ଏମିତି ଆମ ଫ୍ୟାମିଲିକୁ ଭଲ ପାଇବା ରଖନ୍ତୁ ଆଉ ରହୁଛି ଜୟ ଜଗନ୍ନାଥ ଓମ୍ ସାଇରାମ बाय बाय